हेलो फ्रेंड्स ମୁଁ ପରମେ ଆପଣଙ୍କୁ ଟେକ୍ନିକାଲ ପରମେ ଚ୍ୟାନେଲକୁ ସ୍ୱାଗତ କରୁଛି। ତ ଫ୍ରେଣ୍ଡ ଓଡ଼ିଶା ପୋଷ୍ଟାଲ ତରଫରୁ ପୁଣି ଥରେ ଆସିଲା ଏକ ବହୁତ ବଡ଼ ନିଯୁକ୍ତି। ଦେଖନ୍ତୁ ଅଲ୍ ଡିଷ୍ଟ୍ରିକ୍ଟ ପାଇଁ ଆପଣଙ୍କର ଭ୍ୟାକେନ୍ସି ଆସିଅଛି। ଏଥିରେ ଆପଣଙ୍କର ଭେରିୟସ୍ ପୋଷ୍ଟ ପାଇଁ ନିଯୁକ୍ତି ରହିଛି। ପୋଷ୍ଟମ୍ୟାନ୍ ପାଇଁ ଆପଣଙ୍କର ଭ୍ୟାକେନ୍ସି ରହୁଛି। ମେଲଗାର୍ଡ଼ ପାଇଁ ପୋଷ୍ଟ ଭ୍ୟାକେନ୍ସି ରହିଛି। ଏମ୍ଟିଏସ୍ ପାଇଁ ମଲ୍ଟିଟାସ୍କିଂ ଷ୍ଟାଫ୍ ପାଇଁ ଭ୍ୟାକେନ୍ସି ରହିଛି ଏବଂ ଆସିଷ୍ଟାଣ୍ଟ ପାଇଁ ଆପଣଙ୍କର ଭ୍ୟାକେନ୍ସି ରହିଛି। ଏହିସବୁ ପୋଷ୍ଟ ଆପଣଙ୍କର ଦେଖନ୍ତୁ ଆମ ଓଡ଼ିଶାରେ ଦେଖନ୍ତୁ ଓଡ଼ିଶା ପୋଷ୍ଟାଲ ଏଥିରେ ଆପଣଙ୍କର ନିଯୁକ୍ତି ଆପଣଙ୍କର ରହିଛି। ପୁଣି ଥରେ ଆପଣଙ୍କର ନିଯୁକ୍ତି ଆସିଅଛି। ଏଥିରେ ଆପଣ ଟୋଟାଲ 4500ରୁ ଅଧିକ ପୋଷ୍ଟ ପାଇଁ ଆପଣ ନିଯୁକ୍ତି ରହିଛି। କେତେ କ୍ୱାଲିଫିକେସନ୍ ରହୁଛି, ଦରମା କେତେ ରହୁଛି ଆପଣ ନିଜେ ଆପଣ ଦେଖିପାରୁଥିବେ କିମ୍ବା ଦେଖନ୍ତୁ এই ଭିଡ଼ିଓରେ ଆପଣମାନେ ଦେଖନ୍ତୁ ଫୁଲ୍ ଇନଫର୍ମେସନ୍ ମଧ୍ୟ ଜାଣିପାରିବେ। ଯେଉଁମାନେ ବି କେବଳ ଦଶମଟିଏ ପାସ୍ କରିଛନ୍ତି ବେଲେ ବି ମଧ୍ୟ ଆବେଦନ କରିପାରିବେ କିମ୍ବା +2 ପାସ୍ କରିଛନ୍ତି ବେଲେ ବି ଆବେଦନ କରିପାରିବେ। କେବଳ 33% ମାର୍କ ରଖିଛନ୍ତି ବେଲେ ବି ଆବେଦନ କରିପାରିବେ। କୌଣସି ଆପଣଙ୍କର ଏକ୍ସପିରିଏନ୍ସ ମାଗି ନାହିଁ। ସବୁ ପୋଷ୍ଟ ଅଫିସ୍ ପାଇଁ ଆପଣଙ୍କ ନିଯୁକ୍ତି ଆପଣଙ୍କର ପୁଣି ଥରେ ବାହାରିଛି। ଆପଣମାନେ ଦେଖନ୍ତୁ ଅନଲାଇନ୍ ଆବେଦନ ଫର୍ମ ପଡ଼ୁଛି। ଆଜିଠାରୁ ଆପଣଙ୍କର ଅନଲାଇନ୍ ଆବେଦନ ଷ୍ଟାର୍ଟ ହେଇଛି। ଏତେ ଆପଣ କୌଣସି ଏକ୍ଜାମ୍ ହେବ ନାହିଁ, କୌଣସି ପରୀକ୍ଷା ଆପଣଙ୍କର ହେବ ନାହିଁ। ମାର୍କ ଅନୁସାରେ ସିଲେକ୍ସନ୍ ରହିଛି କି କୌଣସି ଆପ୍ଲିକେସନ୍ ଫିଜ୍ ଲାଗିବ ନାହିଁ। ସମ୍ପୂର୍ଣ୍ଣ ମାଗଣାରେ ନିଜ ମୋବାଇଲରେ ଅନଲାଇନ୍ରେ ଆବେଦନ କରିପାରିବେ। 25,000ରୁ ଦେଖନ୍ତୁ ଏଇଟା ଆପଣଙ୍କର 27,000 ଟଙ୍କା ପର୍ଯ୍ୟନ୍ତ ମାସକୁ ମଧ୍ୟ ଦରମା ମଧ୍ୟ ପାଇପାରିବେ। ଯେଉଁମାନେ ବି ଦେଖନ୍ତୁ ପୋଷ୍ଟ ଅଫିସରେ ନିଯୁକ୍ତି ପାଇବାକୁ ଚାହୁଁଛନ୍ତି ପୋଷ୍ଟାଲ ତରଫରୁ ବା ୟାକୁ ନିଜ ମୋବାଇଲରେ ଅନଲାଇନ୍ରେ ଆବେଦନ କରିବା ପାଇଁ ଚାହୁଁଛନ୍ତି, କେମିତି ଆବେଦନ କରିପାରିବେ, ଲାଷ୍ଟ ଡେଟ୍ କେବେ ରହିଛି, କ୍ୱାଲିଫିକେସନ୍ କ'ଣ ରହୁଛି, ସିଲେକ୍ସନ୍ କେମିତି କରାଯିବ, ପୋଷ୍ଟିଂ କେଉଁଠି ହେବ, କେଉଁ କେଉଁ ପୋଷ୍ଟ ଭ୍ୟାକେନ୍ସି ରହୁଛି, ତ ମୁଁ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସବୁ ଫୁଲ୍ ଇନଫର୍ମେସନ୍ ମୁଁ ଆପଣଙ୍କୁ ସବୁ ଜଣାଇବି। ତ ଦୟାକରି ଆପଣମାନେ ଭିଡ଼ିଓକୁ ପ୍ରଥମରୁ ଶେଷ ଯାଏ ଦେଖନ୍ତୁ। ସବୁ କିଛି ଡିଟେଲ୍ ଇନଫର୍ମେସନ୍ ଜାଣିପାରିବେ ଏବଂ ଯେଉଁମାନେ ବି ଏମିତି ଜବ୍ ରିଲେଟେଡ୍ ଭିଡ଼ିଓ ଆଗକୁ ଦେଖିବା ପାଇଁ ଚାହୁଁଛନ୍ତି ହେଲେ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, କାହିଁକିନା ଆମେ ଏମିତି ଭଲ ଭଲ ଜବ୍ ଅପଡ଼େଟ୍ ଦେଇଥାଉ। ତ ଚାଲନ୍ତୁ ଫ୍ରେଣ୍ଡସ୍ ବେଶୀ ଡେରି ନକରି ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଫ୍ରେଣ୍ଡ ଦେଖନ୍ତୁ ଏହାର ଅର୍ଗାନାଇଜେସନ୍ ନାମ କ'ଣ ରହୁଛି। ଏହାର ଅର୍ଗାନାଇଜେସନ୍ ନାମ ରହୁଛି ଆପଣଙ୍କର ଡିପାର୍ଟମେଣ୍ଟ ଅଫ୍ ପୋଷ୍ଟ ଅଫିସ୍ ଓଡ଼ିଶା ସାର୍କିଲ୍ ତରଫରୁ ଆପଣଙ୍କର ଅର୍ଗାନାଇଜେସନ୍ ନାମ ରହୁଛି। ଏଥିରେ ଆପଣଙ୍କର ଅଲ୍ ଇଣ୍ଡିଆ ସାର୍କିଲ୍ ଆପଣଙ୍କର ରହୁଛି। କେବଳ ଦେଖନ୍ତୁ ଇମ୍ପୋର୍ଟାଣ୍ଟ ଆପଣଙ୍କର ରହିବ ଓଡ଼ିଶା ସାର୍କିଲ୍ ପାଇଁ ଆପଣଙ୍କର କେତେ ପୋଷ୍ଟ ଭ୍ୟାକେନ୍ସି ରହୁଛି, କେମିତି ଆପଣ ସିଲେକ୍ସନ୍ ହେଇପାରିବେ। ଏଥିରେ ଦେଖନ୍ତୁ କେତେ ସବୁ ପୋଷ୍ଟ ଭ୍ୟାକେନ୍ସି ରହୁଛି, କେଉଁ ଦେଖନ୍ତୁ ଡିଭିଜନ୍ ପାଇଁ କେତେ ଭ୍ୟାକେନ୍ସି ରହୁଛି, ଆପଣମାନେ ଅଲ୍ ଇନଫର୍ମେସନ୍ ଭିଡ଼ିଓରେ ଜାଣିପାରିବେ। ଯାହାକି ଦେଖନ୍ତୁ ପୋଷ୍ଟ ଅଫିସ୍ ପୋଷ୍ଟାଲ ତରଫରୁ ପୁଣି ଥରେ ଆପଣଙ୍କର ନିଯୁକ୍ତି ଆପଣଙ୍କର ଆସିଅଛି। ଏହାର ଆପଣଙ୍କର ଅର୍ଗାନାଇଜେସନ୍ ନାମ ରହୁଛି ପୋଷ୍ଟ ଅଫିସ୍ ଡିପାର୍ଟମେଣ୍ଟ ତରଫରୁ ଆପଣଙ୍କର ଅର୍ଗାନାଇଜେସନ୍ ଏମିତି ଆପଣଙ୍କର ରହୁଛି। 4500ରୁ ଉର୍ଦ୍ଧ୍ୱ ପୋଷ୍ଟ ପାଇଁ ଆପଣଙ୍କର ନିଯୁକ୍ତି ଆସିଅଛି। କେଉଁମାନେ ଆବେଦନ କରିପାରିବେ, ହୁ କ୍ୟାନ୍ ଆପ୍ଲାଏ, ଆମ ଓଡ଼ିଶାର ସମସ୍ତ ଜିଲ୍ଲାର ପିଲାମାନେ ଏହାକୁ ଆବେଦନ କରିପାରିବେ ଓ ଚାହିଁଲେ ଏହାକୁ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଏହାକୁ ଆବେଦନ କରିପାରିବେ। ଉଭୟ ପୁରୁଷ ଓ ମହିଳା ଏହାକୁ ଆବେଦନ କରିପାରିବେ। ଦରମା କେତେ ରହୁଛି, 25,500ରୁ 81,100 ଟଙ୍କା ପର୍ଯ୍ୟନ୍ତ ଏଠି ଆପଣ ମାସକୁ ଦରମା ପାଇପାରିବେ। ଏବଂ ଏହାର ଜବ୍ ଟାଇପ୍ କ'ଣ ରହୁଛି, ଏହାର ଜବ୍ ଟାଇପ୍ ରହୁଛି ଆପଣଙ୍କର ଗଭର୍ଣ୍ଣମେଣ୍ଟ ଜବ୍ ରହୁଛି, ସରକାରୀ ଆପଣଙ୍କର ନିଯୁକ୍ତି ରହିଛି। ଏହାର ଟୋଟାଲ୍ ଆପଣଙ୍କର ପୋଷ୍ଟ ଭ୍ୟାକେନ୍ସି ଅଛି 1,859 ପୋଷ୍ଟ ପାଇଁ ଆପଣଙ୍କର ନିଯୁକ୍ତି ରହିଛି। ଦେଖନ୍ତୁ ଆମ ଓଡ଼ିଶା ସାର୍କିଲ୍ ପାଇଁ ଏଥିରେ ଆପଣ ଟୋଟାଲ୍ ଆପଣଙ୍କର ଦେଖନ୍ତୁ 1,859 ପୋଷ୍ଟ ପାଇଁ ଆପଣ ନିଯୁକ୍ତି ରହିଛି ଏବଂ ଅଲ୍ ଇଣ୍ଡିଆ ପାଇଁ ଆପଣଙ୍କର 4,500ରୁ ଉର୍ଦ୍ଧ୍ୱ ଏଠି ଆପଣଙ୍କର ପୁଣି ଥରେ ଦେଖନ୍ତୁ ଓଡ଼ିଶା ପୋଷ୍ଟାଲ ତରଫରୁ ନିଯୁକ୍ତି ଆସିଅଛି। ଆମ ଓଡ଼ିଶା ସାର୍କିଲ୍ ପାଇଁ 1,859 ପୋଷ୍ଟ ଏଠି ଆପଣଙ୍କର ଭ୍ୟାକେନ୍ସି ରହୁଛି। କେମିତି ଆବେଦନ କରିପାରିବେ, କେଉଁ ଡିଭିଜନରେ କେତେ ଭ୍ୟାକେନ୍ସି ଅଛି, ଏହି ଭିଡ଼ିଓରେ ଆଗକୁ ମଧ୍ୟ ଆପଣମାନେ ଫୁଲ୍ ଇନଫର୍ମେସନ୍ ଜାଣିପାରିବେ। ସ୍କିପ୍ ନକରି ଶେଷ ଯାଏ ଦେଖିବେ ଏବଂ କେଉଁ ସବୁ ପୋଷ୍ଟ ପାଇଁ ନିଯୁକ୍ତି ରହିଛି ଏବଂ କେତେ ପୋଷ୍ଟ ପାଇଁ ନିଯୁକ୍ତି ଆସିଅଛି। ଏଠି ଆପଣଙ୍କର ମେନ୍ସନ୍ ରହୁଛି ଦେଖିପାରୁଥିବେ ପୋଷ୍ଟମ୍ୟାନ୍ ପାଇଁ, ଯାହାକି ଦେଖନ୍ତୁ ପ୍ରତି ପୋଷ୍ଟ ଅଫିସରେ ଆପଣ ପୋଷ୍ଟିଂ ପାଇପାରିବେ। ଏଥିରେ ଆପଣ ଟୋଟାଲ୍ 585 ପୋଷ୍ଟ ପାଇଁ ଆପଣ ନିଯୁକ୍ତି ରହିଛି। ଦେଖନ୍ତୁ ଆମ ଓଡ଼ିଶା ସାର୍କିଲ୍ରେ ଦେଖନ୍ତୁ ଆପଣଙ୍କର ପୋଷ୍ଟିଂ ଏଥିରେ ଆପଣ ରହିବ, କେଉଁ ଡିଭିଜନରେ କେତେ ଭ୍ୟାକେନ୍ସି ରହିଛି, ଏ ଭିଡ଼ିଓରେ ଆଗକୁ ମଧ୍ୟ ଆପଣମାନେ ଜାଣିପାରିବେ। ଭିଡ଼ିଓକୁ ଶେଷ ଯାଏ ଦେଖିଥାନ୍ତୁ। ଏବଂ ମେଲଗାର୍ଡ଼ ପାଇଁ ଆପଣଙ୍କର ପୋଷ୍ଟ ଭ୍ୟାକେନ୍ସି ଅଛି। ଏଥିରେ ଆପଣଙ୍କର 3ଟି ପୋଷ୍ଟ ପାଇଁ ଆପଣ ନିଯୁକ୍ତି ରହିଛି ଏବଂ ମଲ୍ଟିଟାସ୍କିଂ ଷ୍ଟାଫ୍ ବା ଏମ୍ଟିଏସ୍ ପାଇଁ ପୋଷ୍ଟ ଭ୍ୟାକେନ୍ସି ଅଛି। 570 ପୋଷ୍ଟ ପାଇଁ ନିଯୁକ୍ତି ରହିଛି। ଆମ ଓଡ଼ିଶା ସାର୍କିଲ୍ ପାଇଁ କେବଳ ମୁଁ ଆପଣମାନଙ୍କୁ କହୁଛି ଦେଖନ୍ତୁ ଅଲ୍ ଇଣ୍ଡିଆ ପାଇଁ ଆଉ ଅଧିକା ପୋଷ୍ଟ ଆପଣଙ୍କର ଭ୍ୟାକେନ୍ସି ରହିଛି। 4,500ରୁ ଅଧିକ ପୋଷ୍ଟ ଭ୍ୟାକେନ୍ସି ରହିଛି। କେବଳ ଓଡ଼ିଶା ସାର୍କିଲ୍ ପାଇଁ 1,859 ପୋଷ୍ଟ ଭ୍ୟାକେନ୍ସି ଅଛି। ସେଥିମଧ୍ୟରୁ ଏମ୍ଟିଏସ୍ରେ ଦେଖନ୍ତୁ 517 ପୋଷ୍ଟ ପାଇଁ ନିଯୁକ୍ତି ରହିଛି ଏବଂ ପୋଷ୍ଟାଲ ଆସିଷ୍ଟାଣ୍ଟ ପଦବୀରେ 598 ପୋଷ୍ଟ ପାଇଁ ନିଯୁକ୍ତି ରହିଛି ଏବଂ ସର୍ଟିଂ ଆସିଷ୍ଟାଣ୍ଟ ପାଇଁ 143 ପୋଷ୍ଟ ପାଇଁ ନିଯୁକ୍ତି ରହିଛି। ଏମିତି ଆପଣ ଟୋଟାଲ୍ 1,859 ପୋଷ୍ଟ ଟୋଟାଲ୍ ଦେଖନ୍ତୁ ଆପଣଙ୍କର ପାଖାପାଖି 1,900 ପୋଷ୍ଟ ପାଇଁ ଆପଣଙ୍କର ନିଯୁକ୍ତି ରହିଛି, ଯାହାକି ପୁଣି ଥରେ ଓଡ଼ିଶା ପୋଷ୍ଟାଲରେ ଏକ ବହୁତ ବଡ଼ ନିଯୁକ୍ତି ଆସିଛି। ଆମ ଓଡ଼ିଶା ସାର୍କିଲ୍ରେ କେଉଁ କେଉଁ ଡିଭିଜନରେ କେତେ ଭ୍ୟାକେନ୍ସି ରହୁଛି, କେମିତି ଆବେଦନ କରିପାରିବେ, ଅଲ୍ ଇନଫର୍ମେସନ୍ ଭିଡ଼ିଓରେ ଆଗକୁ ମଧ୍ୟ ଜାଣିପାରିବେ। ସ୍କିପ୍ ନକରି ଶେଷ ଯାଏ ଦେଖନ୍ତୁ। କ୍ୱାଲିଫିକେସନ୍ କ'ଣ ରହୁଛି, ଦ କ୍ୟାଣ୍ଡିଡେଟ୍ ମଷ୍ଟ ପାଷ୍ଟ
10 +2 +3 যেମାନେ ବି ଦଶମ ପାସ୍ କରିଛନ୍ତି ବେଲେ ବି ଆବେଦନ କରିପାରିବେ କିମ୍ବା +2 ପାସ୍ କରିଛନ୍ତି ବେଲେ ବି ଆବେଦନ କରିପାରିବେ କିମ୍ବା +3 ପାସ୍ କରିଛନ୍ତି ବେଲେ ବି ଆବେଦନ କରିପାରିବେ। ଯେକୌଣସି ଷ୍ଟ୍ରିମ୍ରେ ଆର୍ଟ୍ସ ସାଇନ୍ସ କମର୍ସ ଆପଣମାନେ ଆବେଦନ କରିପାରିବେ। ଦଶମରେ +2ରେ +3ରେ କେବଳ 33% ମାର୍କ ରଖିଛନ୍ତି ବେଲେ ବି ଆବେଦନ କରିପାରିବେ। କୌଣସି ଆପଣଙ୍କର ଏକ୍ସପିରିଏନ୍ସ ମାଗି ନାହିଁ ଏବଂ କେଉଁ ପଦବୀରେ ଆପଣଙ୍କର କେତେ କ୍ୱାଲିଫିକେସନ୍ ରହିଥିବା ଦରକାର। ପୋଷ୍ଟମ୍ୟାନ୍ ପଦବୀରେ +2 ପାସ୍ କରିଛନ୍ତି ଆବେଦନ କରିପାରିବେ। ଯେକୌଣସି ଷ୍ଟ୍ରିମ୍ରେ ଆର୍ଟ୍ସ ସାଇନ୍ସ କମର୍ସ ଆବେଦନ କରିପାରିବେ। +2ରେ କେବଳ 33% ମାର୍କ ଅଛନ୍ତି ବେଲେ ବି ଆବେଦନ କରିପାରିବେ। କୌଣସି ଆପଣଙ୍କର ଏକ୍ସପିରିଏନ୍ସ ମାଗି ନାହିଁ। ଆମ ଓଡ଼ିଶାରେ କେଉଁ ଡିଭିଜନରେ କେତେ ଭ୍ୟାକେନ୍ସି ରହିଛି, ପୋଷ୍ଟମ୍ୟାନ୍ ପଦବୀରେ କେତେ ଆପଣଙ୍କର ଖାଲି ରହିଛି, ଏ ଭିଡ଼ିଓରେ ଆଗକୁ ମଧ୍ୟ ଆପଣ ଜାଣିପାରିବେ। ସ୍କିପ୍ ନ କରି ଶେଷ ଯାଏ ଦେଖିବେ। ଟୋଟାଲ୍ ଆପଣଙ୍କର 1900 ପାଖାପାଖି ଏଥିରେ ଆପଣଙ୍କର ଭ୍ୟାକେନ୍ସି ଆପଣଙ୍କର ଆସିଅଛି ଏବଂ ମେଲ୍ ଗାର୍ଡ଼ ପାଇଁ ଏଥିରେ ଆପଣଙ୍କର +2 ପାସ୍ କରିଛନ୍ତି ଆବେଦନ କରିପାରିବେ। ଯେକୌଣସି ଷ୍ଟ୍ରିମ୍ରେ ଆର୍ଟ୍ସ ସାଇନ୍ସ କମର୍ସ ଆବେଦନ କରିପାରିବେ। କେବଳ 33% ମାର୍କ ଅଛନ୍ତି ବେଲେ ବି ଆବେଦନ କରିପାରିବେ ଏବଂ MTS ପଦବୀରେ କେବଳ ଦଶମଟିଏ ପାସ୍ କରିଛନ୍ତି ଆବେଦନ କରିପାରିବେ। ଦଶମରେ କେବଳ 33% ମାର୍କ ଅଛନ୍ତି ଆବେଦନ କରିପାରିବେ। କୌଣସି ଆପଣଙ୍କର ଏକ୍ସପିରିଏନ୍ସ ମାଗି ନାହିଁ। ଆମ ଓଡ଼ିଶା ସାର୍କେଲରେ ଦେଖନ୍ତୁ ଆପଣଙ୍କର କେଉଁ ଡିଭିଜନରେ କେତେ ଭ୍ୟାକେନ୍ସି ରହିଛି MTS ପଦବୀରେ ଆପଣ ଆଗକୁ ମଧ୍ୟ ଜାଣିପାରିବେ। ଆମ ଓଡ଼ିଶା ସାର୍କେଲ ପାଇଁ ଟୋଟାଲ୍ 1899 ପୋଷ୍ଟ ପାଇଁ ନିଯୁକ୍ତି ରହିଛି ଏବଂ ଅଲ୍ ଇଣ୍ଡିଆରେ ବେସିସ୍ରେ ଏଥିରେ ଆପଣଙ୍କ ଦେଖନ୍ତୁ 4500ରୁ ଉର୍ଦ୍ଧ୍ୱ ପୋଷ୍ଟ ପାଇଁ ଆମ ଦେଖନ୍ତୁ ପୋଷ୍ଟାଲ ଏଥିରେ ଆପଣଙ୍କ ନିଯୁକ୍ତି ଆପଣଙ୍କର ଆସିଅଛି। ପୋଷ୍ଟାଲ ଆସିଷ୍ଟାଣ୍ଟ ପଦବୀରେ +3 ପାସ୍ ଗ୍ରାଜୁଏସନ୍ ଡିଗ୍ରୀ ଅଛନ୍ତି ଆବେଦନ କରିପାରିବେ। ଯେକୌଣସି ଷ୍ଟ୍ରିମ୍ରେ ଆର୍ଟ୍ସ ସାଇନ୍ସ କମର୍ସ ଆବେଦନ କରିପାରିବେ। କେବଳ 33% ମାର୍କ ଅଛନ୍ତି ବେଲେ ବି ଆବେଦନ କରିପାରିବେ। କୌଣସି ଆପଣଙ୍କର ଏକ୍ସପିରିଏନ୍ସ ମାଗି ନାହିଁ। 1900ର ପାଖାପାଖି ଏଥିରେ ଆପଣଙ୍କର ଭ୍ୟାକେନ୍ସି ଆପଣଙ୍କର ଆସିଅଛି ଏବଂ ସଟିଂ ଆସିଷ୍ଟାଣ୍ଟ ପାଇଁ +3 ପାସ୍ ଗ୍ରାଜୁଏସନ୍ ଡିଗ୍ରୀ ଅଛନ୍ତି ଆବେଦନ କରିପାରିବେ। ଯେକୌଣସି ଷ୍ଟ୍ରିମ୍ରେ ଆର୍ଟ୍ସ ସାଇନ୍ସ କମର୍ସ ଆବେଦନ କରିପାରିବେ। କେବଳ 33% ମାର୍କ ଅଛନ୍ତି ବେଲେ ବି ଆବେଦନ କରିପାରିବେ। କୌଣସି ଆପଣଙ୍କର ଏକ୍ସପିରିଏନ୍ସ ମାଗି ନାହିଁ ଏବଂ ଦେଖନ୍ତୁ ଏହି କ୍ୱାଲିଫିକେସନ୍ ବିଷୟରେ ଆଉ ଅଧିକା ଡିଟେଲ୍ସ ଆପ୍ଲାଏ କରିବା ସମୟରେ ଜାଣିପାରିବେ। ସ୍କିପ୍ ନ କରି ଶେଷ ଯାଏ ଦେଖିବେ। ଆପ୍ଲିକେସନ୍ ଫିଜ୍ କ'ଣ ରହୁଛି। SC ST ମାନଙ୍କ ପାଇଁ କୌଣସି ଆପଣଙ୍କର ଆପ୍ଲିକେସନ୍ ଫିଜ୍ ଲାଗିବ ନାହିଁ। ସମ୍ପୂର୍ଣ୍ଣ ମାଗଣାରେ ଆବେଦନ କରିପାରିବେ ଏବଂ OBC ଜେନେରାଲ ମାନଙ୍କ ପାଇଁ ଏଥିରେ ଆପଣଙ୍କ 100 ଟଙ୍କା ଏଥିରେ ଆପଣଙ୍କର ଆପ୍ଲିକେସନ୍ ଫିଜ୍ ରହୁଛି। ଅନଲାଇନରେ ଆପଣଙ୍କୁ ପେମେଣ୍ଟ କରିବାକୁ ପଡ଼ିବ ଏବଂ ଦେଖନ୍ତୁ କେମିତି କେଉଁ ଆଡ୍ରେସରେ ଆପଣ କେମିତି ପେମେଣ୍ଟ କରିପାରିବେ। ଅନଲାଇନ୍ ଆପ୍ଲାଏ କରିବା ସମୟରେ ଅଲ୍ ଇନଫର୍ମେସନ୍ ମଧ୍ୟ ଜାଣିପାରିବେ। ଏଜ୍ ଲିମିଟ୍ ରହୁଛି ଆପଣଙ୍କର ମିନିମମ୍ 18 ବର୍ଷ ମ୍ୟାକ୍ସିମମ୍ 27 ବର୍ଷ। 18 ବର୍ଷରୁ 27 ବର୍ଷ ମଧ୍ୟରେ ହେଉଛି ବେଲେ ଆପଣ ଆବେଦନ କରିପାରିବେ ଏବଂ ଏହା ସହିତ ଆପଣଙ୍କର ଏଜ୍ ରିଲାକ୍ସେସନ୍ ଏଥିରେ ଆପଣଙ୍କର ରହୁଛି। OBC 3 ବର୍ଷ, SST 5 ବର୍ଷ, PWD 10 ବର୍ଷ ଏଜ୍ ରିଲାକ୍ସେସନ୍ ଏଥିରେ ଆପଣଙ୍କର ରହୁଛି। ଦରମା କେତେ ରହୁଛି ଦେଖନ୍ତୁ। ପୋଷ୍ଟମ୍ୟାନ୍ ପଦବୀରେ 21769 ଟଙ୍କା ମାସକୁ ଦରମା ପାଇପାରିବେ। ମେଲଗାର୍ଡ଼ ପଦବୀରେ 21769 ମାସକୁ ଦରମା ପାଇପାରିବେ। ମଲ୍ଟିଟାସ୍କିଂ ଷ୍ଟାଫ୍ ପଦବୀରେ 18,56,900 ମାସକୁ ଦରମା ପାଇପାରିବେ। ପୋଷ୍ଟାଲ ଆସିଷ୍ଟାଣ୍ଟ ପଦବୀରେ 25,500ରୁ 81,100 ମାସକୁ ଦରମା ପାଇପାରିବେ ଏବଂ ସଟିଂ ଆସିଷ୍ଟାଣ୍ଟ ପଦବୀରେ 25,500ରୁ 81,100 ମାସକୁ ଦରମା ପାଇପାରିବେ। ଲେଭେଲ୍ ଅନୁଯାୟୀ ଆପଣଙ୍କର ସାଲାରୀ ରହିଛି। ଦେଖନ୍ତୁ କେଉଁ ଲେଭେଲରେ କେତେ ଆପଣଙ୍କ ଦରମା ରହିବ। ଦେଖନ୍ତୁ ଷ୍ଟାର୍ଟିଂରୁ କେତେ ମିଳିବ। ଦେଖନ୍ତୁ ଆପ୍ଲାଏ କରିବା ସମୟରେ ଅଲ୍ ଇନଫର୍ମେସନ୍ ମୁଁ ଆପଣଙ୍କୁ କହିଦେବି। ଭିଡ଼ିଓକୁ ସ୍କିପ୍ ନ କରି ଶେଷ ଯାଏ ଦେଖିବେ। ସିଲେକ୍ସନ୍ କେମିତି କରାଯିବ, ସିଲେକ୍ସନ୍ ପ୍ରୋସେସ୍ କ'ଣ ରହୁଛି। ଏଠି ଆପଣ କୌଣସି ଏକ୍ଜାମ୍ ହେବ ନାହିଁ, କୌଣସି ପରୀକ୍ଷା ଆପଣଙ୍କର ହେବ ନାହିଁ। କେବଳ ମାର୍କ ଅନୁଯାୟୀ ଆପଣ ସିଲେକ୍ସନ୍ ରହିଛି। ଯାହାର ମାର୍କ ଅଧିକା ଥିବ ସେ ହିଁ ସିଲେକ୍ସନ୍ ହୋଇପାରିବେ ଏବଂ ଆପଣଙ୍କର ଦେଖନ୍ତୁ ଏହି ସିଲେକ୍ସନ୍ ବିଷୟରେ ଆଉ ଅଧିକା ଡିଟେଲ୍ସ ଆପ୍ଲାଏ କରିବା ସମୟରେ କହିଦେବି। ଆପଣଙ୍କର କେତେ ପରସେଣ୍ଟ ଥିଲେ କେଉଁ ଡିଭିଜନରେ ଆପଣମାନେ ଦେଖନ୍ତୁ ସିଲେକ୍ସନ୍ ହୋଇପାରିବେ। ଏ ରୁ ଜେଡ୍ ଦେଖନ୍ତୁ ଏ ଭିଡ଼ିଓରେ ଆପଣମାନେ ଜାଣିପାରିବେ ସିଲେକ୍ସନ୍ ବିଷୟରେ ମଧ୍ୟ ଏବଂ ଦେଖନ୍ତୁ ପ୍ରିଭିୟସ୍ ଲାଷ୍ଟ 5 ବର୍ଷରେ ଦେଖନ୍ତୁ କେଉଁ ଡିଭିଜନରେ କେଉଁ ଆମ ଓଡ଼ିଶା ସାର୍କେଲରେ କେତେ ଆପଣଙ୍କର କଟ୍ ଅଫ୍ ଯାଇଥିଲା ଏବଂ ଦେଖନ୍ତୁ କେଉଁ ଡିଭିଜନରେ କେତେ କଟ୍ ଅଫ୍ ଯାଇଥିଲା। ଅଲ୍ ଇନଫର୍ମେସନ୍ ଆପଣଙ୍କୁ ଏ ଭିଡ଼ିଓରେ ଦେଖନ୍ତୁ ଆପଣମାନେ ଜାଣିପାରିବେ। ସ୍କିପ୍ ନ କରି ଶେଷ ଯାଏ ଦେଖିବେ। ଶେଷରେ ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ୍ କରାଯିବ। ଡକୁମେଣ୍ଟ ଭେରିଫିକେସନ୍ ସମୟରେ କେଉଁ କେଉଁ ଡକୁମେଣ୍ଟ ଲାଗିବ। ଗୋଟେ 1 ID ପ୍ରୁଫ୍ ଲାଗିବ। ଆଧାର କାର୍ଡ଼, ଭୋଟର କାର୍ଡ଼, ପାନ୍ କାର୍ଡ଼ ଯେକୌଣସି ଗୋଟେ 1 ID ପ୍ରୁଫ୍ ଲାଗିବ ଏବଂ ଗୋଟେ ରିସେଣ୍ଟ ଅଫ୍ ସାଇଜ୍ କଲର୍ ଫଟୋ ଦୁଇଟା ଆପଣଙ୍କୁ ଲାଗିବ ଏବଂ ଅଲ୍ ଏଜୁକେସନ୍ ସାର୍ଟିଫିକେଟ୍ ଏବଂ ମାର୍କସିଟ୍ ଲାଗିବ। 10th ସାର୍ଟିଫିକେଟ୍ ଏବଂ ମାର୍କସିଟ୍ ଲାଗିବ। +2 ସାର୍ଟିଫିକେଟ୍ ଏବଂ ମାର୍କସିଟ୍ ଲାଗିବ ଏବଂ +3 ସାର୍ଟିଫିକେଟ୍ ଏବଂ ମାର୍କସିଟ୍ ଆପଣଙ୍କର ଲାଗିବ। ଶେଷରେ ଆପଣଙ୍କର କାଷ୍ଟ ସାର୍ଟିଫିକେଟ୍ ଲାଗିବ ଏବଂ ରେସିଡେନ୍ସ ସାର୍ଟିଫିକେଟ୍ ଲାଗିବ। ଏହିସବୁ ଡକୁମେଣ୍ଟ ଆପଣଙ୍କର ଭେରିଫିକେସନ୍ ଟାଇମ୍ରେ ଏଥିରେ ଆପଣଙ୍କର ଲାଗିବ ଯାହାକି 1900 ପାଖାପାଖି ଏଥିରେ ଆପଣଙ୍କର ଭ୍ୟାକେନ୍ସି ରହୁଛି। କେମିତି ଆବେଦନ କରିପାରିବେ, ଆପ୍ଲାଏ ମୋଡ୍ କ'ଣ ରହିଛି। ଅନଲାଇନ୍ରେ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଚାହିଁଲେ ନିଜ ମୋବାଇଲରେ ମଧ୍ୟ ଅନଲାଇନ୍ରେ ଆବେଦନ କରିପାରିବେ। ଅନଲାଇନ୍ ଆପ୍ଲାଏ ଲିଙ୍କ୍ ଆପଣଙ୍କୁ ଟେଲିଗ୍ରାମରେ ମଧ୍ୟ ମିଳିଯିବ। ତ ଦେଖନ୍ତୁ ଆପଣଙ୍କ ଏମିତି ଆପଣଙ୍କର 19 ସାର୍କେଲରେ ଆପଣଙ୍କ ଦେଖନ୍ତୁ 1899 ପୋଷ୍ଟ ଭ୍ୟାକେନ୍ସି ଅଛି। ଅଲ୍ ଇଣ୍ଡିଆରେ 4500ରୁ ଉର୍ଦ୍ଧ୍ୱ ପୋଷ୍ଟ ପାଇଁ ଆମ ଓଡ଼ିଶା ପୋଷ୍ଟାଲରେ ଏକ ବହୁତ ବଡ଼ ନିଯୁକ୍ତି ଆସିଅଛି। ପୁଣି ଥରେ ଆପଣଙ୍କୁ ନିଯୁକ୍ତି ଦେଖିବାକୁ ମିଳିବ। ନିଜ ମୋବାଇଲରେ ମଧ୍ୟ ଅନଲାଇନ୍ରେ ଆବେଦନ କରିପାରିବେ। ତ ଦେଖନ୍ତୁ ଅନଲାଇନ୍ ଆପ୍ଲାଏ କରିବା ପୂର୍ବରୁ ଆପଣ ଦେଖନ୍ତୁ ସେ ଅଫିସିଆଲ୍ ନୋଟିଫିକେସନ୍ ବିଷୟରେ ଜାଣିନିଅନ୍ତୁ। ତାପରେ କେମିତି ଆବେଦନ କରିପାରିବେ ଷ୍ଟେପ୍ ବାଇ ଷ୍ଟେପ୍ ଆଗକୁ ମଧ୍ୟ ଜାଣିପାରିବେ ଏବଂ ଡାଉଟ୍ ରହିବ ନିହାତି ଆପଣ କମେଣ୍ଟ କରିକି ମଧ୍ୟ ପଚାରିପାରିବେ।
ଏହା ହେଉଛି ଆପଣଙ୍କ ସେ ଅଫିସିଆଲ ନୋଟ୍ସନ୍ ଯାହାକି ଆପଣଙ୍କୁ ଦେଖିପାରିବେ। ଏହାର ଲିଙ୍କ୍ ମଧ୍ୟ ମୁଁ ଆପଣଙ୍କୁ ଟେଲିଗ୍ରାମ ଗ୍ରୁପରେ ଦେଇଦେବି, ଆପଣ ଡାଇରେକ୍ଟ ମଧ୍ୟ ଆପଣ ଡାଉନଲୋଡ୍ କରିପାରିବେ। ଦେଖିପାରୁଥିବେ ଏଥିରେ ଆପଣଙ୍କର ପୋଷ୍ଟମ୍ୟାନ୍, ମେଲ୍ ଗାର୍ଡ଼ ଏବଂ ମଲ୍ଟିଟାସ୍କିଂ ଷ୍ଟାମ୍ପ ବା ଏମ୍ଟିଏସ୍, ସଟିଂ ଆସିଷ୍ଟାଣ୍ଟ, ପୋଷ୍ଟାଲ ଆସିଷ୍ଟାଣ୍ଟ ପାଇଁ ଏଥିରେ ଆପଣଙ୍କର ପୋଷ୍ଟ ଆପଣଙ୍କର ଭ୍ୟାକେନ୍ସି ରହୁଛି। ଦେଖିପାରୁଥିବେ ଗ୍ରୁପ୍ ସି ପୋଷ୍ଟ ପାଇଁ ଏଥିରେ ଆପଣ ନିଯୁକ୍ତି ଆସିଅଛି। କ୍ୱାଲିଫିକେସନ୍ ବିଷୟରେ ଏବଂ ଦରମା ବିଷୟରେ ମୁଁ ଆଗରୁ ବି ଆପଣଙ୍କୁ କହିସାରିଛି ଏ ଭିଡ଼ିଓରେ। ଏବଂ ଦେଖିପାରୁଥିବେ ଏଥିରେ ଆପଣଙ୍କର ଏଜ୍ ଲିମିଟ୍ ଆପଣମାନେ ଦେଖିପାରୁଥିବେ ଏଥିରେ ଆପଣଙ୍କର ପୋଷ୍ଟାଲ ଆସିଷ୍ଟାଣ୍ଟ ପାଇଁ ଆପଣଙ୍କର 18ରୁ 27 ବର୍ଷ ରହୁଛି। ତାପରେ ସଟିଂ ଆସିଷ୍ଟାଣ୍ଟ ପଦବୀରେ 18ରୁ 27 ବର୍ଷ ରହୁଛି। ପୋଷ୍ଟମ୍ୟାନ୍ ପଦବୀରେ ମଧ୍ୟ ଆପଣଙ୍କର 18ରୁ 27 ବର୍ଷ ରହିଛି ଏବଂ ମଲ୍ଟିଟାସ୍କିଂ ଷ୍ଟାଫ୍ ପଦବୀରେ ଦେଖନ୍ତୁ 18ରୁ 25 ବର୍ଷ ମଧ୍ୟରେ ହେଉଛି ବୋଲି ଆପଣ ଆବେଦନ କରିପାରିବେ। ଏହା ସହିତ ଆପଣଙ୍କର ଏଜ୍ ରିଲାକ୍ସେସନ୍ ମଧ୍ୟ ଏଥିରେ ଆପଣଙ୍କର ରହୁଛି, ଆପଣମାନେ ଦେଖିପାରିବେ। ଏବଂ ଦେଖନ୍ତୁ କ୍ୱାଲିଫିକେସନ୍ ବିଷୟରେ ବି ମୁଁ ଆପଣଙ୍କୁ ସାରିଛି। ଦେଖନ୍ତୁ ପୋଷ୍ଟାଲ ଆସିଷ୍ଟାଣ୍ଟ ଏବଂ ସଟିଂ ଆସିଷ୍ଟାଣ୍ଟ ପଦବୀରେ ଗ୍ରାଜୁଏସନ୍ ଡିଗ୍ରୀ କରିଛନ୍ତି ବେଲେ ଆପଣ ଆବେଦନ କରିପାରିବେ ଏବଂ ଆପଣଙ୍କର କମ୍ପ୍ୟୁଟରରେ ନଲେଜ ରହିଛି ବେଲେ ଆପଣ ଆବେଦନ କରିପାରିବେ। ଏବଂ ଦେଖନ୍ତୁ ଏଥିରେ ଆପଣଙ୍କର ପୋଷ୍ଟମ୍ୟାନ୍ ମେଲ୍ ଗାର୍ଡ଼ ପଦବୀରେ ଦେଖନ୍ତୁ ଏଥିରେ ଆପଣଙ୍କର କେବଳ ଦେଖିପାରୁଥିବେ ଏଥିରେ ଆପଣଙ୍କର କେବଳ +2 ପାସ୍ କରିଛନ୍ତି କିମ୍ବା ଦେଖନ୍ତୁ ବେଲେ ଆପଣ ଆବେଦନ କରିପାରିବେ ଯେଉଁ ଷ୍ଟ୍ରିମ୍ରେ ବି ଏବଂ ଲୋକାଲ୍ ଲାଙ୍ଗୁଏଜ୍ ଜାଣିଛନ୍ତି ବେଲେ ଆପଣ ଆବେଦନ କରିପାରିବେ। ଆମ ଓଡ଼ିଶାର ଯଦି ଆପଣ ଆପ୍ଲାଏ କରୁଛନ୍ତି ବେଲେ ଆପଣ ଓଡ଼ିଶାର ଦେଖନ୍ତୁ ଓଡ଼ିଆ ଲୋକାଲ୍ ଲାଙ୍ଗୁଏଜ୍ ଜାଣିଛନ୍ତି ବେଲେ ଆପଣ ଆବେଦନ କରିପାରିବେ। ତା ସହିତ ଆପଣଙ୍କର ଦେଖନ୍ତୁ କମ୍ପ୍ୟୁଟର ନଲେଜ୍ ନିହାତି ରହିଥିବା ଦରକାର। ଏବଂ ଦେଖିପାରୁଥିବେ ମଲ୍ଟିଟାସ୍କିଂ ଷ୍ଟାଫ୍ ପଦବୀରେ କେବଳ ଆପଣ ଦଶମ ପାସ୍ କରିଛନ୍ତି ବେଲେ ଆପଣ ଆପ୍ଲାଏ କରିପାରିବେ। ଦେଖନ୍ତୁ ଆପଣଙ୍କର 598 ପୋଷ୍ଟ ଭ୍ୟାକେନ୍ସି ରହୁଛି, ମୁଁ ଆଗରୁ ବି ଆପଣଙ୍କୁ କହିସାରିଛି। ଏବଂ ସଟିଂ ଆସିଷ୍ଟାଣ୍ଟ ପଦବୀରେ ଦେଖନ୍ତୁ 143 ଆପଣଙ୍କର ଟୋଟାଲ୍ ଆପଣଙ୍କର ପୋଷ୍ଟ ଆପଣଙ୍କର ଭ୍ୟାକେନ୍ସି ରହୁଛି। ଏବଂ ଦେଖନ୍ତୁ ପୋଷ୍ଟମ୍ୟାନ୍ ପାଇଁ ଏଥିରେ ଆପଣଙ୍କର 585 ପୋଷ୍ଟ ଏଥିରେ ଆପଣଙ୍କର ଭ୍ୟାକେନ୍ସି ରହୁଛି। ମେଲ୍ ଗାର୍ଡ଼ ପାଇଁ 3ଟି ପୋଷ୍ଟ ଭ୍ୟାକେନ୍ସି ରହୁଛି। ଏବଂ ଦେଖିପାରୁଥିବେ ଏଥିରେ ଆପଣଙ୍କର ଏମ୍ଟିଏସ୍ ପାଇଁ ଟୋଟାଲ୍ ଆପଣଙ୍କର 570 ପୋଷ୍ଟ ଏଥିରେ ଆପଣଙ୍କର ଭ୍ୟାକେନ୍ସି ରହୁଛି। ତ ଦେଖନ୍ତୁ କେଉଁ ୱେବସାଇଟ୍କୁ ଯାଇକି ଆପଣଙ୍କୁ ଅନଲାଇନ୍ରେ ଆବେଦନ କରିବାକୁ ପଡ଼ିବ ଦେଖିପାରୁଥିବେ ଏହି ୱେବସାଇଟ୍କୁ ଯାଇକି ଆପଣଙ୍କୁ ଅନଲାଇନ୍ରେ ଆବେଦନ କରିବାକୁ ପଡ଼ିବ ଦେଖିପାରୁଥିବେ। ଦେଖନ୍ତୁ ଏହା ବର୍ତ୍ତମାନ ଆପଣଙ୍କର ଆବେଦନ ଷ୍ଟାର୍ଟ ହୋଇ ନାହିଁ, ଖୁବ୍ ଶୀଘ୍ର ଆପଣଙ୍କର ଆବେଦନ ଷ୍ଟାର୍ଟ ହୋଇଯିବ। ତ ଦେଖନ୍ତୁ ଆଗାମୀ ଦିନରେ ଦେଖନ୍ତୁ ଆବେଦନ ଷ୍ଟାର୍ଟ ହୋଇଗଲେ ମୁଁ ଆପଣଙ୍କୁ ଆଉ ଗୋଟେ ଭିଡ଼ିଓ ମାଧ୍ୟମରେ ନିଶ୍ଚୟ ଅପଡ଼େଟ୍ ଦେଇଦେବି। ନିହାତି ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ସବୁ କିଛି ଡିଟେଲ୍ ଅପଡ଼େଟ୍ସ ଆପଣମାନେ ପ୍ରଥମେ ପାଇପାରିବେ। ଏହା ଆପଣଙ୍କର ଯେଉଁ ଗତ ଥର ଆପଣଙ୍କର ଯେଉଁ ନୋଟିଫିକେସନ୍ ବାହାରିଥିଲା ସେ ନୋଟିଫିକେସନ୍ ଦେଇକି ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ଡିଟେଲ୍ସ କହିଲି। ଦେଖନ୍ତୁ କି ଯେ ଡାଉଟ୍ ରହିବ ନିହାତି ଆପଣମାନେ କମେଣ୍ଟ କରିକି ପଚାରିଥିବେ। ଏବଂ ଦେଖନ୍ତୁ ଭିଡ଼ିଓଟି ହେଲ୍ପ ଥିବ ନିହାତି ଗୋଟେ ଲାଇକ୍ କରିବେ, ନିଜର ସାଙ୍ଗସାଥିକୁ ନିହାତି ଭାବରେ ଆପଣ ସେୟାର କରିବେ। ଏବଂ ଏମିତି ଜବରେ ଭିଡ଼ିଓ ଆଗକୁ ଦେଖିବା ପାଇଁ ଚାହୁଁଛନ୍ତି ହେଲେ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲକନ୍କୁ ଦବାଇ ଦେବେ, କାହିଁକିନା ଯେତେବେଳେ ବି ମୁଁ ଯାହା ବି ଜବ୍ ଅପଡ଼େଟ୍ କରିବି ଆପଣ ସବୁ ଆପଣମାନେ ପାଇପାରିବେ। ତ ଧନ୍ୟବାଦ, ନମସ୍କାର, ଜୟ ଜଗନ୍ନାଥ।